ଦେଖନ୍ତୁ ସାଙ୍ଗମାନେ ଯେଉଁ ବର୍ତ୍ତମାନ ଏଇ ଲାଇଟ୍ ଆଲୁଅ ସାହାଯ୍ୟରେ ଯେଉଁ ସାଜସଜ୍ଜା ହୋଇଛି ଏ ଯେଉଁ ଆମ ଗାଁରେ ବର୍ତ୍ତମାନ ଚାଲିଛି ମା ପଞ୍ଚଠାକୁରାଣୀ ଯାତ୍ରା, ସେଥିପାଇଁ ଏଇ ସାଜସଜ୍ଜା ସାଙ୍ଗକୁ ବହୁତ ଗୁଡ଼ିଏ କଳାକୁଞ୍ଜ ହୋଇଛି। ଚାଲନ୍ତୁ ଦେଖିବା। ପ୍ରଥମେ ଆମେ ଦେଖିବା ସିନେମା ହଲ୍ ରୋଡ଼ରେ ଥିବା ମହାବୀରଙ୍କର ମୂର୍ତ୍ତି, ଅତି ସୁନ୍ଦର। ସେକେଣ୍ଡରେ ଦେଖନ୍ତୁ ବୁଧଲ ଗେଟ୍ଟାରେ ବି ଗୋଟିଏ ଜଗନ୍ନାଥଙ୍କର ସୁନ୍ଦର ମୂର୍ତ୍ତିଟିଏ। ଥାର୍ଡ଼ରେ ଦେଖନ୍ତୁ ବ୍ଲକ କଲୋନୀରେ ରହିଛି ଜଗନ୍ନାଥଙ୍କର ଆଉ ଗୋଟିଏ ସୁନ୍ଦର ମୂର୍ତ୍ତି, ତା ସାଙ୍ଗକୁ ନାରାୟଣ ଆଉ ଲକ୍ଷ୍ମୀଙ୍କର ବି ସୁନ୍ଦର ମୂର୍ତ୍ତିଟିଏ ହେଲା। ଏଭଳି ଦୁଇଟି ମେଢ଼ ହୋଇଛି ବ୍ଲକ କଲୋନୀରେ। ଚାଲନ୍ତୁ ଏବେ ବର୍ତ୍ତମାନ ଫୋର୍ଥରେ ଦେଖିବା ମେଡ଼ିକାଲ ରୋଡ଼ ଠାରେ ଅଯୋଧ୍ୟା ରାମ ମନ୍ଦିରଙ୍କର ଅବିକଳ ମୂର୍ତ୍ତିଟିଏ ହୋଇଛି ଅତି ସୁନ୍ଦର ଭାବେ। ହେଉଛି ପଲସରା ରୋଡ଼, ଯେଉଁଟାରେ କି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଅତି ସୁନ୍ଦର ମୂର୍ତ୍ତି ହୋଇଛି। ଏଥିରେ ବର୍ତ୍ତମାନ ଆମେ ଟୁନଟୁଣିଆ ସାହିକୁ ଏଣ୍ଟ୍ରି କଲୁ, ଯେଉଁଠାରେ କି ସାହିଟା ସାରା ଅତି ସୁନ୍ଦର ଭାବେ ଲାଇଟ୍ ଆଲୁଅରେ ସାଜସଜ୍ଜା ହୋଇଛି। ତା ସାଙ୍ଗକୁ ହର ପାର୍ବତୀଙ୍କର ଗୋଟିଏ ସୁନ୍ଦର ମୂର୍ତ୍ତି, ଯେଉଁଟାକି ମହାଦେବଙ୍କ ମୁଣ୍ଡରୁ ପାଣି ଝରୁଛି। ଦେଖନ୍ତୁ ଅତି ସୁନ୍ଦର ମୂର୍ତ୍ତିଟିଏ ବି ହୋଇଛି। ବର୍ତ୍ତମାନ ଦେଖିବା ଅନ୍ଧାରିଆ ସାହିରେ ମହାବାବୁଙ୍କର ଆଉ ଗୋଟିଏ ସୁନ୍ଦର ମୂର୍ତ୍ତି, ଅତି ସୁନ୍ଦର ଭାବେ ସାଜସଜ୍ଜା ମଧ୍ୟ ହୋଇଛି। ମହାବାବୁଙ୍କୁ କରିଛନ୍ତି ଦେଖନ୍ତୁ। ନମ୍ବରରେ ଏବେ ବର୍ତ୍ତମାନ ନୂଆ ସାହିରେ ପହଞ୍ଚିଛୁ। ସେଠାରେ ଦେଖନ୍ତୁ ମହାଦେବଙ୍କର, କାର୍ତ୍ତିକ ଓ ଗଣେଶଙ୍କର ଗୋଟିଏ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ମହାବାବୁଙ୍କର କଳ୍କି ଅବତାରର ରୂପ ହୋଇଛି ନୂଆ ସାହିରେ। ଏଇ ଦୁଇ ପ୍ରକାର। 9 ନମ୍ବରରେ ବର୍ତ୍ତମାନ ଆମେ ପହଞ୍ଚିଛୁ ପଥୁରିଆ ସାହି, ଯେଉଁଠାରେ କି ଏଣ୍ଟ୍ରି କରୁ କରୁ ଆମେ ଦେଖିବାକୁ ପାଇଲୁ ଗୋଟିଏ ସୁନ୍ଦର ବଡ଼ ଗେଟ୍ଟି, ଆଉ ସାହିଟା ସାରା ଲାଇଟ୍ ଆଲୁଅରେ ସୁନ୍ଦର ଭାବରେ ସାଜସଜ୍ଜା କରିଛନ୍ତି। ଆଉ ଆପଣମାନେ ଏଠାରେ ଦେଖିବାକୁ ପାଇବେ ଗୋଟିଏ ସୁନ୍ଦର ମେଢ଼, ଯେଉଁଠାରେ କି ରାମଚନ୍ଦ୍ରଙ୍କର ରାଜା ଅଭିଷେକର ସମୟର ଦୃଶ୍ୟ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା, ଅତି ସୁନ୍ଦର ଅତି ସୁନ୍ଦର। ଦେଖନ୍ତୁ ସାଙ୍ଗମାନେ 10 ନମ୍ବରରେ ଆମେ ବର୍ତ୍ତମାନ ପହଞ୍ଚିଛୁ କୁମ୍ଭାର ସାହି, ଯେଉଁଠାରେ କି ସୁନ୍ଦର ଭାବରେ ମହାଦେବଙ୍କର ଶିବଲିଙ୍ଗଟିଏ ବନେଇଛନ୍ତି। ବର୍ତ୍ତମାନ ଆମେ 11 ନମ୍ବରରେ ପହଞ୍ଚି ଯାଇଛୁ ବଡ଼ଦାଣ୍ଡ ସାହିରେ, ଯେଉଁଠାରେ କି ଦେଖନ୍ତୁ ଏଠାରେ ମଧ୍ୟ ଗୋଟିଏ ସୁନ୍ଦର ଭାବେ ଲାଇଟ୍ ଆଲୁଅରେ ସାଜସଜ୍ଜା ହୋଇଛି ଏ ଜାଗା। ଆଉ ଏଠାରେ ଦେଖିବାକୁ ପାଇବେ ଗୋଟିଏ ସୁନ୍ଦର ମେଢ଼, ଯେଉଁଟାରେ କି ମହାବୀରଙ୍କର ଗୋଟିଏ ସୁନ୍ଦର ମୂର୍ତ୍ତିଟିଏ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। 4 ନମ୍ବରରେ ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ ରଘୁନାଥ ସାହି, ଯେଉଁଠାରେ କି ରଘୁବରଙ୍କର ଗୋଟିଏ ସୁନ୍ଦର ମେଢ଼ ସାଙ୍ଗକୁ ଲାଇଟ୍ ଆଲୁଅରେ ସୁନ୍ଦର ଭାବରେ ସାଜସଜ୍ଜା ହୋଇଛି। ଦେଖନ୍ତୁ ସାଙ୍ଗମାନେ ଏଠି ମଧ୍ୟ ବହୁତ ଫିନିସିଂ ଅଛି। ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ 13 ନମ୍ବରରେ ଆପଣମାନେ ଦେଖିବାକୁ ପାଇବେ ତଳ ଓଡ଼ିଆ ସାହିରେ, ଏଇଟା ହେଉଛି ଶେଷ କଳାକୁଞ୍ଜ, ଯେଉଁଟାକି ମା ବ୍ୟଗ୍ର ଦେବୀଙ୍କର ସୁନ୍ଦର ମୂର୍ତ୍ତିଟିଏ ହୋଇଛି। ତାପରେ ପରେ ଆମେ ଆସି ପହଞ୍ଚିଛୁ ମା ପଞ୍ଚଠାକୁରାଣୀଙ୍କର ଯେଉଁ ଅସ୍ଥାୟୀ ମଣ୍ଡପ ହୋଇଛି ସେଠାରେ। ଦେଖନ୍ତୁ ଏଠାରେ କେତେ ସୁନ୍ଦର ଭାବେ ସଜାଯାଇଛି ଅସ୍ଥାୟୀ ମଣ୍ଡପଟିକୁ ମାଙ୍କର। ଆଉ ମା ଏଠାରେ ପୂଜା ପାଆନ୍ତି। ଆମର ଯେଉଁ ପଞ୍ଚଠାକୁରାଣୀ ଯାତ୍ରା ହୁଏ, ଏଠାରେ ମାଙ୍କର ପୂଜା ବିଧି ସବୁ ହୁଏ। ଦେଖନ୍ତୁ ସାଙ୍ଗମାନେ